जय माँ समलेई फ्रेंड्स आशा करছি ସମସ୍ତେ ବହୁତ ଭଲରେ ଥିବେ। এই ଭିଡ଼ିଓଟା ଆକ୍ଚୁଆଲି ମୋର ବହୁତ ପୁରୁଣା କିନ୍ତୁ ଥିଲା ଯେହେତୁ ଏଡ଼ିଟ୍ କରିକି ରଖିଥିଲି ଏତେ କଷ୍ଟରେ ତ ମୁଁ ପୋଷ୍ଟ କରିଦେଉଛି। ଏଇଟା ଯେତେବେଳେ ମୋ ଭଉଣୀ ଆସିଥିଲା ତ ଆମେ ଦିନେ ପ୍ଲାନିଂ କରିଥିଲୁ ସମଲେଇ ମନ୍ଦିର ବୁଲିଯିବା ପାଇଁ, ସମଲେଇ ମାଆଙ୍କ ମନ୍ଦିର। ତ ତାପରେ ଏଇଟା ଆମେ ଇଭିନିଂରେ ବାହାରି ଯାଇଥିଲୁ ଯିବା ପାଇଁ ଆଉ ଯାଇକି ଲସି ପିଇ ଦେଇଥିଲୁ ଫାଷ୍ଟ। କ'ଣ ପାଇଁ ନା ଟାଇମ୍ ହେଇନଥିଲା ଯିବା ପାଇଁ, ସବୁବେଳେ ତ ଦର୍ଶନ କରିହେବ କିନ୍ତୁ ଆମେ ଟିକେ ସନ୍ଧ୍ୟାରେ ଯିବା ପାଇଁ ଚାହୁଁଥିଲୁ, ଆମେ ଜଲ୍ଦି ପଳେଇ ଯାଇଥିଲୁ ତ ସେଥିପାଇଁ ଫାଷ୍ଟ ଲସି ପିଇକି ତାପରେ ଏଇଟା ଆମେ ମନ୍ଦିର ଭିତରକୁ ଯାଇଥିଲୁ। ଆଉ ଏଇ ସାଇଡ଼୍ରେ ଆକ୍ଚୁଆଲି ଜୋତା ଫୋତା ରଖିକି ମନ୍ଦିର ଯିବା ପାଇଁ ପଡ଼େ, ଯେଉଁମାନେ ଯାଇଥିବେ ତ ଜାଣି ହିଁ ଥିବେ। ଆଉ ସମଲେଇ ମନ୍ଦିର ଇଭିନିଂର ଭ୍ୟୁ ସବୁଠୁ ବେଷ୍ଟ। ତ ଆମେ ଯାଇକି ଫାଷ୍ଟ ବହୁତ ଫାଙ୍କା ଥିଲା, ଆମେ ଯାଇକି ଦର୍ଶନ କରିଦେଇକି ପଳେଇ ଆସିଥିଲୁ। ଦର୍ଶନ କରିଦେଇକି ପଳେଇ ଆସିକି ଆମେ ଏଇଠି ଟିକେ ଗୁପଚୁପ୍ ଖାଇ ଦେଇଥିଲୁ ସେ ସାଇଡ଼୍ରେ। ଆଉ ସେମାନେ କହିଲେ କି ଆମେ ଗୋଲା ପିଇବୁ, ତାପରେ ଗୁପଚୁପ୍ ଖାଇସାରିକି ସେ ମୋ ଝିଅ ଆଉ ମୋ ଭଉଣୀ ଗୋଲା ଖାଇଲା ଆଉ ମୁଁ ଟିକେ ଆଇସ୍କ୍ରିମ୍ ଖାଇ ଦେଇଥିଲି। ଆଉ ଆମେ ସନ୍ଧ୍ୟା ଟାଇମ୍କୁ ୱେଟ୍ କରିଥିଲୁ ଯେତେ ଲାଇଟ୍ ଫାଇଟ୍ ଜଳିବ ଭ୍ୟୁ ଟିକେ ଭଲ ଆସିବ। ତାପରେ ଜଗି ବି ଥିଲୁ, ସେଠି ବୁଲାବୁଲି କରୁଥିଲୁ। ତାପରେ ଏଇଠି ସନ୍ଧ୍ୟା ବି ହେଇଯାଇଥିଲା, ଲାଇଟ୍ ଫାଇଟ୍ ବି ବଢ଼ିଆ ଦେଖାହେଉଥିଲା। ଆମେ ଟିକେ ସେ ବ୍ରିଜ୍ରେ ବୁଲାବୁଲି କରିକି ତାପରେ ତଳକୁ ବି ଯାଇଥିଲୁ, ମାନେ ମନ୍ଦିର ଭିତରକୁ ଯାଇଥିଲୁ। ସେତେବେଳକୁ ତ ଟିକେ ଭିଡ଼ ବି ହେଇଯାଇଥିଲେ, ମାଆଙ୍କର ଆରତି ବି ଷ୍ଟାର୍ଟ ହେଇଯାଇଥିଲା। ତାପରେ ଆମେ ଯାଇକି ଟିକେ ମାଆଙ୍କ ଆରତି ଦେଖି ଦେଇଥିଲୁ ଆଉ ଘରକୁ ରିଟର୍ନ ପଳେଇ ଆସିଥିଲୁ। ଯଦି ମୋ ଭିଡ଼ିଓ ଭଲ ଲାଗିବ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ବାଏ ବାଏ।